ଜାନୁଆରୀ ଶେଷ ସପ୍ତାହରେ ଲୋକଙ୍କୁ ବଡ଼ ଭେଟି ଦେବେ ବିଜେପି ସରକାର। ପୁଣି ଥରେ ଲୋକଙ୍କ ଖାତାକୁ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜାନୁଆରୀ ଶେଷ ସୁଦ୍ଧା ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଟଙ୍କା ପାଇନଥିଲେ କରିନିଅନ୍ତୁ ଏହି ଛୋଟିଆ କାମ, ନହେଲେ ହେବେ ହଇରାଣ। ଜାନୁଆରୀ ଶେଷ ସପ୍ତାହରେ ଲୋକଙ୍କୁ ବଡ଼ ଭେଟି ଦେବେ ବିଜେପି ସରକାର। ଲୋକଙ୍କ ସୁବିଧା ପାଇଁ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୋटे ପରେ ଗୋटे ପଦକ୍ଷେପ ନେଇ ଚାଲିଛନ୍ତି। ଆଉ ଏବେ ପୁଣି ଥରେ ଖାତାକୁ ଟଙ୍କା ପଠାଇବେ ବୋଲି ଜଣାପଡ଼ିଛି। ତେବେ ଏହାରି ଭିତରେ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟର ଟଙ୍କା। ଚତୁର୍ଥ ପର୍ଯ୍ୟାୟର ଟଙ୍କା ମିଳିବା ପରେ ମଧ୍ୟ କେୱାଇସି ଅପଡେଟ୍ କଲେ କିମ୍ବା ଅପ୍ଟନ୍ ଇନ୍ କଲେ ଯୋଜନାରେ ସାମିଲ ହୋଇପାରିବେ ହିତାଧିକାରୀ। କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି ମଧ୍ୟ କହିଛନ୍ତି 31,000 ହିତାଧିକାରୀ ସୁଭଦ୍ରାରୁ ଅପ୍ଟ ଆଉଟ୍ ହୋଇଯାଇଥିଲେ। ସେମାନେ ନିଜ ଇଚ୍ଛାରେ ଅପ୍ଟ ଆଉଟ୍ ହୋଇଛନ୍ତି ବୋଲି ଆମେ ଭାବିଥିଲୁ, ହେଲେ ସେମାନେ ବାଉଳାରୁ ଅପ୍ଟ ଆଉଟ୍ ହୋଇଥିବାର ଆମକୁ ଦରଖାସ୍ତ ଦେଇଥିଲେ। ତେଣୁ ଆମେ ତାଙ୍କୁ ଅପ୍ଟ ଇନ୍ର ସୁଯୋଗ ଦେଇଥିଲୁ। 17,000 ଜଣ ହିତାଧିକାରୀ ଅପ୍ଟ ଇନ୍ ହେଲେଣି, ବାକି 14,000 ମହିଳା ଅପ୍ଟ ଇନ୍ କରିନାହାନ୍ତି। ତେଣୁ ସେମାନେ ଆୟକର ବର୍ଗର ହୋଇଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରି କରିଥାଇ ପାରନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି 2 ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ କେୱାଇସି ଅପଡେଟ୍ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ କେୱାଇସି ଅପଡେଟ୍ କରିଦିଅନ୍ତୁ। ସରକାର ପର୍ଯ୍ୟାପ୍ତ ସମୟ ଦେଉଛନ୍ତି। ଯେଉଁମାନେ କେୱାଇସି କରିନାହାନ୍ତି ଶୀଘ୍ର କରିଦିଅନ୍ତୁ। ଯେତେ ଶୀଘ୍ର କରିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନେ କେୱାଇସି କରିବେ ନାହିଁ ସେମାନେ ଜାନୁଆରୀରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ। ଯଦି ମାର୍ଚ୍ଚ ମାସରେ ହିତାଧିକାରୀ କେୱାଇସି କରିବେ ତାହେଲେ ସେମାନେ ମାର୍ଚ୍ଚ 8 ତାରିଖରେ 2ଟି କିସ୍ତିର ସୁଭଦ୍ରା ଟଙ୍କା ପାଇବେ। ତେଣୁ ସମସ୍ତେ ଟଙ୍କା ପାଇବେ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ବ୍ୟୁରୋ ରିପୋର୍ଟ, G7 ଓଡ଼ିଆ।